ସାଙ୍ଗ ମାନେ ଜୟ ଜଗନ୍ନାଥ। ନମସ୍କାର। ଗୁଡ଼ ଆଫ୍ଟରନୁନ୍। ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ସର୍ବପ୍ରଥମେ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ସୁନ୍ଦର ମଜାଦାର ଢଗ ପ୍ରଶ୍ନ। ଆଶା ଆମେ ଶୁଣିବା ଏଇଭଳି ମିଠା ମିଠା ଢଗ ପ୍ରଶ୍ନ ଜେନେରାଲ୍ ନଲେଜ୍ ସହିତ ଆଧାରିତ। ଅନେକ କିଛି ଏଥିରେ ଆମେ ଶିଖିବା, ଜାଣିବା, ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ସାଙ୍ଗମାନେ ଏତିକି ରିକ୍ୱେଷ୍ଟ, ଭିଡ଼ିଓଟିକୁ ଦେଖିବା ପୂର୍ବରୁ ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍ କରିଦେଲେ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ଆମ ଭିଡ଼ିଓଟି ପହଞ୍ଚିଯିବ, ଆପଣମାନେ ଦେଖିବାର ସୁଯୋଗ ପାଇପାରିବେ। ସାଙ୍ଗମାନେ ଆଜିର ପ୍ରଶ୍ନ ରହିଲା ଭାଉଜଙ୍କୁ। ଭାଉଜ କ'ଣ ଉତ୍ତର ଦେଉଛନ୍ତି ଭିଡ଼ିଓଟିକୁ ଦେଖିନିଅନ୍ତୁ ଶେଷ ପର୍ଯ୍ୟନ୍ତ ଏବଂ ମଜା ନିଅନ୍ତୁ। ଆମର ସ୍ୱାଗତିକା ଭାଉଜ ଦେଖନ୍ତୁ ପନିପରିବା କାଟିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟ ଭିତରେ ମୁଁ ପ୍ରଶ୍ନଟି ପଚାରୁଛି, ଭାଉଜ କ'ଣ କହୁଛନ୍ତି ଖାଲି ଶୁଣନ୍ତୁ। କହିଲେ ଦେଖି, ଚାଉଳରେ କ'ଣ ରଖିଲେ ପୋକ ଲାଗେ ନାହିଁ? 10 ବର୍ଷ କ'ଣ କେତେ ବର୍ଷ ପର୍ଯ୍ୟନ୍ତ ଯେତେ ବର୍ଷ ରଖ କିନ୍ତୁ ପୋକ ଲାଗେ ନାହିଁ। ଏମିତି କେଉଁ ଜିନିଷ ଚାଉଳରେ ରଖିଲେ ପୋକ ଲାଗେ ନାହିଁ? ଦେଖାଯାଉ ସାଙ୍ଗମାନେ, ଆଜି ଘରୋଇ ବିଷୟରେ ଭାଉଜଙ୍କୁ ମୁଁ ପ୍ରଶ୍ନ କରୁଛି। ଏଇ ଜେନେରାଲ୍ ନଲେଜ୍ ଆପଣମାନେ ଦେଖନ୍ତୁ, ଶୁଣନ୍ତୁ, ମଜା ନିଅନ୍ତୁ। ସାଙ୍ଗମାନେ ଆଶା କରୁ ଯଦି ଭାଉଜ ପ୍ରଶ୍ନର ଉତ୍ତରଟି ନ ଦେଇପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସଟି ଖୋଲା ରଖିଛୁ ସାଙ୍ଗମାନେ। ଦେଖନ୍ତୁ ସାଙ୍ଗମାନେ, ଭାଉଜ ପୁରା ରୋଷେଇ କରିବା ପାଇଁ ବ୍ୟସ୍ତ ଅଛନ୍ତି। ଏହି ସମୟ ଭିତରେ ମୁଁ ସେଇ ମଜାଦାର ଢଗ ପ୍ରଶ୍ନଟି ପଚାରିଦେଲି, ଯେ କି ମିଠା ମିଠା ଢଗ ପ୍ରଶ୍ନ। ଶୁଣନ୍ତୁ, ମିଠା ମିଠା ଭାବରେ ଲେଖିଦିଅନ୍ତୁ ଉତ୍ତରଟି କମେଣ୍ଟ ବକ୍ସରେ। ଭାଉଜ ଆମର କ'ଣ କହିବେ? ତମେ ଯୋଉ କହିଲ ଚାଉଳରେ କ'ଣ ରଖିଲେ 10 ବର୍ଷ ପର୍ଯ୍ୟନ୍ତ ପୋକ ଲାଗିବ ନାହିଁ? ଗ୍ୟାରେଣ୍ଟି। ହଁ, ଏମିତି କେଉଁ ଜିନିଷ ଟିକେ ଚିନ୍ତା କର ଘରୋଇ ବିଷୟରେ। ଯଦି ନ କହିପାରିଲ ସାଙ୍ଗମାନଙ୍କର ହେଲ୍ପ ନେଇପାର। ଦେଖାଯାଉ ସାଙ୍ଗମାନେ ଭାଉଜ ଆମର କ'ଣ କହୁଛନ୍ତି। ମୁଁ ତ ଜାଣିଥିଲେ ମୋ ଚାଉଳଟା ଭାଉଜ ଜାଣିନାହାନ୍ତି। ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ସାଙ୍ଗମାନେ। କିନ୍ତୁ ସେକେଣ୍ଡ ପ୍ରଶ୍ନଟି ସେଇ ଟାଇପ୍ର ଘରୋଇ ବିଷୟରେ ପଚାରିବି। ମୁଁ ସେଥିପାଇଁ କୁହ କ'ଣ ଜାଣିଛନ୍ତି ଭାଉଜ? ପୋକ ନ ଲାଗିବା ପାଇଁ ତା ଦେହରେ ପକାନ୍ତି 3ଟା ଜିନିଷ। କ'ଣ ପକାନ୍ତି? ମୁଁ ପ୍ରଶ୍ନ କରିଛି ଚାଉଳରେ ପୋକ ନ ଲାଗିବା ପାଇଁ। ତମେ ଚାଉଳ କହିଛ କିନ୍ତୁ ଭାଉଜ କହିପାରିବେନି। କହିଦିଅ, ମୁଁ କହିପାରୁନି। ମୁଁ ଏଟାକୁ ତ କହିପାରିବିନି। ବିରିରେ, ମୁଗରେ, ବଢ଼ିରେ ସବୁ ପକାନ୍ତି ପୋକ ନ ଲାଗିବା ପାଇଁ। ଶୁଖିଲା ଲଙ୍କା ପକାନ୍ତି, ନିମ ପତ୍ର ନ ପକାନ୍ତି, ଆଉ ହଳଦୀ ପକାନ୍ତି, ସବୁ ପକେଇକି ରଖନ୍ତି, ନେମ୍ବୁ ପତ୍ର। ଆଉ ଚାଉଳରେ କେବେ କିଏ ପକେଇବାର ମୁଁ ଦେଖିନି। ସେଥିପାଇଁ ଏ ପ୍ରଶ୍ନଟି କରିଥିଲି। ସାଙ୍ଗମାନେ ନିଶ୍ଚିନ୍ତ ଆପଣମାନେ ଜାଣିଥିବେ ଭାଉଜ ଆମର ଦେଖନ୍ତୁ ରୋଷେଇ କରିବାକୁ ବସିଛନ୍ତି। ଏହି ସମୟ ଭିତରେ ମୁଁ ସୁନ୍ଦର ପ୍ରଶ୍ନ ପଚାରିଲି। ଆପଣମାନଙ୍କ କମେଣ୍ଟ ନିହାତି ଦରକାର ସାଙ୍ଗମାନେ। ଆମେ ଜାଣୁ ସାଙ୍ଗମାନେ ଆପଣମାନେ ଆମର ହେଉଛନ୍ତି ମାନେ ପ୍ରିୟ ଫ୍ରେଣ୍ଡସ୍, ଯେ କି ଆପଣମାନେ କେବେ ଅବହେଳା ନ କରି ଲେଖିଦେବେ ବୋଲି ଆଶା ରଖିଛୁ। ଯାହା ସାଙ୍ଗମାନେ ଏବେ ଆମେ ଚାଲିଯିବା ସେକେଣ୍ଡ ପ୍ରଶ୍ନକୁ। ଭାଉଜ କ'ଣ କହୁଛନ୍ତି ତାହେଲେ ଦେଖିବା ଆଉ ଗୋଟେ ପ୍ରଶ୍ନରେ କ'ଣ କହୁଛନ୍ତି। ତାହେଲେ ସେକେଣ୍ଡ ପ୍ରଶ୍ନ କହିଲା ଦେଖି, ଦାନ୍ତ ପୋକ ଖାଇଲେ କ'ଣ ଲଗାଇଲେ ମଲା ଯାଏଁ ମାନେ କ'ଣ ପୋକ ଲାଗିବ ନାହିଁ କି ଯନ୍ତ୍ରଣା ଦେବ ନାହିଁ? ସାଙ୍ଗମାନେ ଆଜି ପ୍ରଶ୍ନଟି ଯେ କି ଏଥିରେ ଆପଣମାନେ କିଛି ଶିଖିବେ, ଜାଣିବେ, ଅନ୍ୟମାନଙ୍କୁ ଶିଖାଇବେ। ସାଙ୍ଗମାନେ ସେକେଣ୍ଡ ପ୍ରଶ୍ନଟି ରହିଲା, ଦାନ୍ତ ଯଦି ପୋକ ଲାଗେ କ'ଣ ଖାଇଲେ ମାନେ ଲଗାଇଲେ ମଲା ଯାଏଁ ଆଉ ଦାନ୍ତର ଯନ୍ତ୍ରଣା ପାଇପାରିବେ ନାହିଁ?
ସାଙ୍ଗମାନେ ଭାଉଜ କ'ଣ କହୁଛନ୍ତି ଶୁଣନ୍ତୁ। ମେଡ଼ିସିନ କି ଛାଡ଼ିକି ମାନେ ତୁମେ ଘରୋଇ ବିଷୟରେ କୁହ। ଏମିତି କେଉଁ ଜିନିଷ ଦାନ୍ତ ପୋକ ଆଇଲେ କ'ଣ ଲଗାଇଲେ ମଲା ଯାଏ ମାନେ ଆଉ ଏମିତି ଯନ୍ତ୍ରଣା ଦେବନି ନା ବିନ୍ଧିବ ନାହିଁ। ପତ୍ର ମୁଣ୍ଡ ଦେଇଦେଲେ ପୋକ ଲାଗିବନି। ସାଙ୍ଗମାନେ ଭାଉଜ କ'ଣ କହୁଛନ୍ତି ଆପଣମାନେ ଖାଲି ଶୁଣନ୍ତୁ, ଦେଖନ୍ତୁ, ମଜା ନିଅନ୍ତୁ। ସାଙ୍ଗମାନେ ଆଜି ଏ ପ୍ରଶ୍ନଟି ମୁଁ ପଚାରିଛି, ଭାଉଜ ଉଠିକି ପଳାଉଛନ୍ତି ଦେଖନ୍ତୁ। ଗଲେ ଏବେ ଘର ଭିତରକୁ ରୋଷେଇ ଘରକୁ ଗଲେ। କିନ୍ତୁ ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଦିଅନ୍ତୁ। ଭାଉଜ ଭଲ ଭାବରେ କନଫର୍ମ ହେଇ କହିପାରୁନାହାନ୍ତି କିନ୍ତୁ ସେଇଟା କ'ଣ ଲବଙ୍ଗ। ଭାଉଜ ପୁଣି କହିଲେନି ଲବଙ୍ଗ। ସାଙ୍ଗମାନେ ଆପଣମାନେ କ'ଣ କହିବେନି? ନିଶ୍ଚିନ୍ତ କହିଦିଅନ୍ତୁ। ଏମିତି କେଉଁ ଜିନିଷ ଲଗାଇଲେ ଯେ କି ଦାନ୍ତରେ ପୋକ ଲାଗିବ ନାହିଁ, ଯେ କି ଘରୋଇ ବିଷୟରେ ଆପଣମାନେ କହିବେ। ଭାଉଜ ମେଡ଼ିସିନ କହିଥିଲେ କିନ୍ତୁ ମେଡ଼ିସିନ ତ ସେଟା ହେଇଗଲା ତ ଇଏ ନା, ଘରୋଇ ବିଷୟରେ ଏମିତି କେଉଁ ଜିନିଷ ଲଗାଇଲେ ହେବ ନାହିଁ। ଭାଉଜଙ୍କର ଭାତ ହେଇଗଲା, ଏବେ ପଳେଇଗଲେ ଦେଖାଯାଉ। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ସାଙ୍ଗମାନେ ଆପଣମାନଙ୍କୁ ଆମେ ରିକ୍ୱେଷ୍ଟ ରଖିଛୁ, ପ୍ଲିଜ୍ କମେଣ୍ଟ ବକ୍ସଟି ଖୋଲା ରଖିଛୁ। ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଏବଂ ମଜା ନିଅନ୍ତୁ। ଆସ ନା ଆସିବନି? ଭାତ ଗାଳିବେ, ଆସିବେ ଦେଖନ୍ତୁ ସାଙ୍ଗମାନେ। ତାହେଲେ ସାଙ୍ଗମାନେ ଭାଉଜ ଭାତ ଗାଳିକି ଆସୁଛନ୍ତି। ଏଥିମଧ୍ୟରୁ ମୁଁ ଆଉ ଗୋଟେ ପ୍ରଶ୍ନ ଭାବି ନେବି, ଦେଖାଯାଉ ଭାଉଜ ଆମର କ'ଣ ଉତ୍ତର ଦେବେ। ଖାଲି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। ତାହେଲେ ସାଙ୍ଗମାନେ ସେକେଣ୍ଡ ପ୍ରଶ୍ନଟି, ଥାର୍ଡ଼ ପ୍ରଶ୍ନଟି କ'ଣ ହେବ ଏବଂ କ'ଣ ସରିଗଲା କାମ? ଭିଡ଼ିଓ ବନାଉ ଯାଇକି ଭାତ ଗଳା ଇଏ କାମ ସବୁ ସାରିକି ବନେଇବୁ ନା। ଆଉ ପ୍ରଶ୍ନ ପଚରା ହେବ ତ ସେତେବେଳେ ଯାଇକି ଭାତ ଗଳା ହେବ। ନ କହିପାରିବନି ଭାଉଜ ଯାଇକି ଭାତ ଗାଳୁଛନ୍ତି। ତାହେଲେ ସାଙ୍ଗମାନେ ଏବେ ଚାଲିଯିବା ଥାର୍ଡ଼ ପ୍ରଶ୍ନକୁ। ଭାଉଜ କ'ଣ ଉତ୍ତର ଦେଉଛନ୍ତି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। କହିଲେ ଦେଖି। ନଡ଼ିଆ ତେଲରେ କେଉଁ ପତ୍ରକୁ ଫୁଟାଇ ବାଳରେ ଲଗାଇଲେ ଧଳା କେଶ 2 ଦିନରେ କଳା ପଡ଼ିଯିବ? ସାଙ୍ଗମାନେ ନଡ଼ିଆ ତେଲରେ କେଉଁ ପତ୍ରକୁ ଫୁଟାଇ ବାଳରେ ଲଗାଇଲେ ଧଳା କେଶ 2 ଦିନ ଭିତରେ କଳା ପଡ଼ିଯିବାର ସମ୍ଭାବନା ଅଧିକ ଥାଏ? ସାଙ୍ଗମାନେ ଏଇଭଳି ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ, କିଛି ଶିଖନ୍ତୁ, ଜାଣନ୍ତୁ। ଭାଉଜ ଆମର କ'ଣ କହୁଛନ୍ତି ଖାଲି ଶୁଣନ୍ତୁ। ନଡ଼ିଆ ତେଲର କେଉଁ ପତ୍ରକୁ ଫୁଟାଇ ବାଳରେ ଲଗାଇଲେ ଧଳା କେଶ 2 ଦିନରେ କଳା ହୋଇଯିବ? ମୁଁ ଯଦି ଜାଣିଥାନ୍ତି ମୋ ମୁଣ୍ଡ ଧଳା ହେଇଗଲାଣି ମୁଁ ଲଗେଇ ଦେଇଥାନ୍ତି। ସାଙ୍ଗମାନେ ଭାଉଜ ଆମର କହିପାରୁନାହାନ୍ତି, ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। କହିଦିଅ ସାଙ୍ଗମାନଙ୍କୁ, ଟିକେ ରିକ୍ୱେଷ୍ଟ କର। ଆଉ ଖାଲି କରି ପ୍ଲିଜ୍ ମୋତେ ଏ ଯେଉଁ ପ୍ରଶ୍ନ ପଚାରୁଛନ୍ତି ସବୁ ମୁଁ ମାନେ ଜାଣିନି, ବୁଝିନି। ନଡ଼ିଆ ତେଲରେ କି ପତ୍ର ପକେଇଲେ ଚୁଟିଟା ଭରା ହେବ, ପ୍ଲିଜ୍ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଭାଉଜ ଟିକେ କଳା ହେଇଯିବ। ତାହେଲେ ସାଙ୍ଗମାନେ ଆଜି 3ଟି ପ୍ରଶ୍ନ କରିଥିଲି, ସୁନ୍ଦର ସୁନ୍ଦର ମିଠା ମିଠା ଢଗ ପ୍ରଶ୍ନ, ଜେନେରାଲ ନଲେଜ ସହିତ ଆଧାରିତ ସାଧାରଣ ଜ୍ଞାନ। ଏଥିରେ ଆପଣମାନେ କିଛି ଶିଖିବେ, ଜାଣିବେ। ଆପଣମାନେ ଯଦି ସମୟ ମିଳେ ସାଙ୍ଗମାନେ ଭିଡ଼ିଓଟିକୁ ସେୟାର କରନ୍ତୁ ଆପଣମାନଙ୍କ ବନ୍ଧୁ ବାନ୍ଧବ ସାଙ୍ଗସାଥି ପାଖକୁ, ସେମାନେ ମଧ୍ୟ ଦେଖନ୍ତୁ, ଜାଣନ୍ତୁ, ଶିଖନ୍ତୁ। ତାହେଲେ ସାଙ୍ଗମାନେ ଆଜି ଆମର ସମୟ ହେଇଗଲାଣି, ଏବେ ଆମେ ରହିବୁ। ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ। ଜୟ ଜଗନ୍ନାଥ, ନମସ୍କାର।